ସମସ୍ତଙ୍କୁ ନମସ୍କାର। ଓଡ଼ିଶାରେ ଥିବା ଏବଂ ଓଡ଼ିଶା ବାହାରେ ଥିବା ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ମୋର ହୃଦୟର ସହିତ ପ୍ରଣାମ କରିବାକୁ ଚାହେଁ। ଆଜି ଆପଣମାନଙ୍କୁ ଏକ ବିଷୟ ନେଇ ଆଲୋଚନା କରିବାକୁ ଇଚ୍ଛା ହେଲା। ତ ଆଜି ମୁଁ ଯେଉଁଟାକି ଖ୍ରୀଷ୍ଟିଆନ ଧର୍ମ ବିଷୟରେ କିଛି ଆଲୋଚନା କରିବା ପୂର୍ବରୁ ମୁଁ ଆଶା କରେ ଆପଣମାନେ ସମସ୍ତେ ଭଲରେ ଅଛନ୍ତି ଆଉ ପ୍ରଭୁ ସମସ୍ତଙ୍କୁ ଅନୁଗ୍ରହ କରିଛନ୍ତି, ଯାହାକି ଆପଣମାନେ ଏବଂ ମୁଁ ମୃତମାନଙ୍କ ମଧ୍ୟରେ ଆମେ ଜୀବିତ ବୋଲି ଗଣିତ ଅଛୁ। ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆପଣମାନ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦିଏ। ଆସନ୍ତୁ ଆଜି ଆମ ଓଡ଼ିଶାରେ ହଉ କିମ୍ବା ଭାରତରେ ହଉ, ଯେଉଁଠି ବି ହଉନା କାହିଁକି, ଖ୍ରୀଷ୍ଟିଆନ ଧର୍ମକୁ ଟାର୍ଗେଟ ଏତେ କରାହେଉଛି କାହିଁକି? ଯେତେବେଳେ ଜଣେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରୁଛି ଅବା ଧର୍ମ ଗ୍ରହଣ କରିଛି, ସେ ଏମିତି କୋଉ ଭୁଲ କରୁଛି ଯାହା ଦ୍ୱାରା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବା ଦ୍ୱାରା ଓଡ଼ିଶାରେ ହଉ କିମ୍ବା ଭାରତରେ ହଉ, ଯେଉଁଠି ବି ହଉନା କାହିଁକି, ସେଇଠି ଅଶାନ୍ତିର ବାତାବରଣ ସୃଷ୍ଟି ହେଇଛି। ଏମିତି କୋଉ ଭୁଲ କାର୍ଯ୍ୟ କରିଛନ୍ତି? ଏମିତି ଗୋଟେ ପ୍ରମାଣ ଦିଅନ୍ତୁ। ନାଇଁ, ଏମାନେ ଯେତେବେଳେ ଖ୍ରୀଷ୍ଟିଆନ ହେଇଗଲେ ସେହି ସମୟରେ ନାଇଁ ଖ୍ରୀଷ୍ଟିଆନ ଯେତେବେଳେ ହେଲେ ନାଇଁ ଏହି ପ୍ରକାର ପରିସ୍ଥିତି ଘଟିଲା ଏହି ପ୍ରକାର ସମସ୍ୟା ଗୁଡ଼ିକ ସୃଷ୍ଟି ହଉଛି। ଏହି ପ୍ରକାର କ'ଣ ଆପଣମାନଙ୍କ ପାଖରେ ପ୍ରମାଣ ଅଛି? ଯେତେବେଳେ ଜଣେ ଖ୍ରୀଷ୍ଟିଆନ ହଉଛି, ଖ୍ରୀଷ୍ଟିଆନ ହେଲା ପରେ ସେ ନିଜକୁ ପରିବର୍ତ୍ତନ କରୁଛି। ଯଦି ଜଣେ ନାଶ ଖାଉଛି, ନାଶ ପରିବର୍ତ୍ତନ କରୁଛି। ଯଦି ଜଣେ ମଦ ପିଉଛି, ମଦ ପରିବର୍ତ୍ତନ କରୁଛି। ଯଦି ଜଣେ ସିଗାରେଟ ପିଉଛି, ସେ ସିଗାରେଟ ପରିତ୍ୟାଗ କରୁଛି। ଯଦି ଜଣେ ଜଣକୁ ମାରି ଦଉଛି, ସେଇ ମାରିବାଟା ମଧ୍ୟ ସେ ପରିତ୍ୟାଗ କରିଦଉଛି। ଜଣକୁ ହିଂସା ହଉଛି, ସେଇଥିରୁ ମଧ୍ୟ ପରିବର୍ତ୍ତନ ହେଇଯାଉଛି। ଯେତେ ସବୁ କୁକର୍ମ ଯେତେ ସବୁ କରୁଛନ୍ତି, ସେଇଟା ପରିତ୍ୟାଗ କରିବା କ'ଣ ଭୁଲ ନା ପାପ ଅଟେ? ଆପଣମାନେ ଏହାର ଉତ୍ତର ରଖନ୍ତୁ। ଯଦି ଏହା କରିବା ଦ୍ୱାରା ଯଦି ଖ୍ରୀଷ୍ଟିଆନ ମାନେ ଯଦି ଭୁଲ କି ପାପ କି କରୁଛନ୍ତି, ତାହେଲେ ଆପଣମାନେ ସେଇମାନଙ୍କୁ ଆପଣଙ୍କ ବିଚାର ଅନୁସାରେ ଆପଣ ବିଚାର କରନ୍ତୁ। କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜଣେ ଗ୍ରହଣ କରୁଛି, ଏଇ ସମସ୍ତ ବିଷୟ ସେ ପରିତ୍ୟାଗ କରୁଛି। ସେହି ବିଷୟକୁ ସେମାନେ ଯେତେବେଳେ ଶିକ୍ଷା ଦିଆଯାଏ, ସେହି ବିଷୟକୁ ଅଧିକାଂଶ ଲକ୍ଷ୍ୟ ରଖିକି ଶିକ୍ଷା ଦିଆଯାଏ। ନାଇଁ, ଏହି ବିଷୟରୁ କୁକର୍ମରୁ ଆମେ ସବୁ ପରିତ୍ୟାଗ କରି ସୁକର୍ମକୁ ଆମେ ଗ୍ରହଣ କରିବା, କୁପଥକୁ ଆମେ ନ ଯାଇ ସୁପଥକୁ ଆମେ ଯିବା। ଏହି ପ୍ରକାର ଶିକ୍ଷା ଦିଆଯାଏ। ଏଥିରେ କ'ଣ ଭୁଲ ରହିଲା? ଆପଣମାନେ ଏତେ ଚିଡ଼ଚିଡ଼ା ହଉଛନ୍ତି। ନାଇଁ, ଯେତେବେଳେ ଜଣେ କାହାକୁ କେବେ କିଏ ଜୋର ଜବରଦସ୍ତି ଟଙ୍କା ଦେଇ, ପଇସା ଦେଇ, ଚାଉଳ ଦେଇ, ଏଇ ସବୁ ଦେଇକି କେହି ଧର୍ମ ପରିବର୍ତ୍ତନ କରନ୍ତି ନାହିଁ। ସେମାନେ ନିଜକୁ ନିଜେ ପରିବର୍ତ୍ତନ କରନ୍ତି। ନିଜ ମନକୁ ସେମାନେ ପରିବର୍ତ୍ତନ କରନ୍ତି। ଧର୍ମ କ'ଣ ପରିବର୍ତ୍ତନ କରିବ? ଆପଣମାନେ କହିବେ କି ଧର୍ମ, ନାଇଁ ତମେ ଯେତେବେଳେ ହିନ୍ଦୁ ଥିଲ ସେତେବେଳେ କଳା ଥିଲ, ଯେତେବେଳେ ଖ୍ରୀଷ୍ଟିଆନ ହେଲ ଧଳା ହେଲ, ଯେତେବେଳେ ମୁସଲିମ ଥିଲ ରେଡ୍ ଥିଲ। ଏହିଭଳିଆ କ'ଣ ପରିବର୍ତ୍ତନ ଅଛି? ସେ ନିଜେ ମନକୁ ପରିବର୍ତ୍ତନ କରୁଛି। ନିଜେ ମନକୁ ପରିବର୍ତ୍ତନ କରିବା ଦ୍ୱାରା ସେ ଗୋଟାଏ ଯୋଉ କଲଚରକୁ ତାକୁ ଭଲ ଲାଗିଲା, ମୁଁ ଯାହା ଖାଇବି ସେଇଟା ମୋ ନିଷ୍ପତ୍ତି, ମୁଁ ଯାହା ପିନ୍ଧିବି ସେଇଟା ମୋ ନିଷ୍ପତ୍ତି, ମୁଁ ଖାଇବାରେ, ପିଇବାରେ, ପିନ୍ଧିବାରେ ସେଇଠି ତମମାନେ ଆଙ୍ଗୁଠି ଦେଖେଇବ କାହିଁକି? ମୋ ଇଚ୍ଛାରେ ମୁଁ ଯିବି, ମୋ ଇଚ୍ଛାରେ ମୁଁ ଗ୍ରହଣ କରିବି। ଜଣୁ ଜବରଦସ୍ତି କେବେ ଖାଇବା, ପିଇବା, ପିନ୍ଧିବା ଏହା ତ ଜବରଦସ୍ତି ଜଣକୁ କରାଯାଏନି। ନିଜ ସ୍ୱଇଚ୍ଛାରେ ସେମାନେ କାର୍ଯ୍ୟ କରନ୍ତି। ଆପଣମାନେ କହୁଛନ୍ତି ନାଇଁ ଗୋଟାଏ ଚାଉଳ ବସ୍ତାରେ ଧର୍ମ ପରିବର୍ତ୍ତନ, ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ। ଯଦି ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ କରାଯାଇଥାନ୍ତା, ତାହେଲେ ଆଜିକା ଡେଟ୍ରେ ଖ୍ରୀଷ୍ଟିଆନ ମାନେ କୋଉଠି ଏମିତି କୁଡ଼ିଆ ଘରେ ରହିନଥାନ୍ତେ। ସବୁ ତ ବିଲ୍ଡିଂ ବାଡିଥାନ୍ତେ ନା। ଟଙ୍କା ଦେଇ ସେମାନଙ୍କୁ ଧର୍ମ ପରିବର୍ତ୍ତନ କରାଯାଉଛି। ଯଦି ଆପଣମାନେ ଯୋଉମାନେ ଯଦି ଏହିପରି ଭାବୁଛନ୍ତି, ତାହେଲେ ଆପଣମାନେ ମଧ୍ୟ ଆସିକି ଦେଖନ୍ତୁ।
ଯଦି ଟଙ୍କା ଦିଆଯାଉଛି ତାହେଲେ ଆପଣଙ୍କୁ ମଧ୍ୟ ଦିଆଯିବ ଟଙ୍କା। ଆପଣ ଯୋଉ ଟଙ୍କାରେ କିଛି ଲକ୍ଷ୍ୟ ରଖିଥିବେ ତାହା ଯଦି ପୂରଣ ହେଇନଥିବେ ସେଇ ଟଙ୍କା ଦ୍ୱାରା ଆପଣ ମାନେ ଆପଣଙ୍କର ଆଶାକୁ ପୂରଣ କରିପାରିବେ। ଏଇଭଳିଆ ଯଦି ଭାବୁଛନ୍ତି, ପ୍ଲିଜ୍ ମୁଁ ଆପଣମାନଙ୍କୁ ଏହା ମୁଁ ରିକ୍ୱେଷ୍ଟ କରିବାକୁ ଚାହେଁ, ଦୟାକରି ଏହିପରି ଆଉ ଗୁଜବ ପ୍ରଚାର କରନ୍ତୁ ନାହିଁ। ଆପଣମାନେ ନିଜ ଆଖିରେ ଦେଖନ୍ତୁ, ତାପରେ ଯାଇକି ସେଇ ପ୍ରମାଣ ଯଦି ଆପଣଙ୍କୁ ଯୋଉଠି ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବାର ଯଦି ଦେଖାଯାଏ, ସେଇଟା ଆପଣଙ୍କର ଆଉ ଅଲଗା ବିଷୟ, ସେଇଟା ଆପଣମାନେ ଆକ୍ସନ୍ ନେଇପାରିବେ। ଆପଣମାନଙ୍କ ନିମନ୍ତେ, ଆମମାନଙ୍କ ନିମନ୍ତେ ଆଉ କୋର୍ଟ ଅଛି ଏବଂ ହାଇକୋର୍ଟ ଅଛି, ସୁପ୍ରିମ କୋର୍ଟ ଅଛି। ଆପଣମାନେ ହଉ କିମ୍ବା ଆମେ ହଉ, ସେଇଠିକୁ ଆମେ ଦ୍ୱାରସ୍ଥ ହେବା ଆବଶ୍ୟକ। ଆମେ କେତେବେଳେ ସବୁ ଆଇନକୁ ନିଜ ହାତରେ ଟେକି ଦଉଛୁ। ଏହା କ'ଣ ସମ୍ବିଧାନ ଆପଣମାନଙ୍କୁ ଅଧିକାର ଦେଇଛି କି? ସେଥିପାଇଁ ମୁଁ ଆପଣମାନଙ୍କୁ ନିବେଦନ କରେ, ଏମିତି କୌଣସି ପ୍ରକାର ଟଙ୍କା ଦେଇ ପଇସା ଦେଇ କାହାକୁ ଧର୍ମ ପରିବର୍ତ୍ତନ କରାଯାଏ ନାହିଁ। ଆଉ ଯେଉଁମାନେ କୋଟିପତି ସେଇମାନେ କ'ଣ, ତାଙ୍କୁ କ'ଣ ଟଙ୍କା ଅଭାବ କି? ତାଙ୍କୁ କ'ଣ ଚାଉଳ ଅଭାବ କି? ତାଙ୍କୁ କ'ଣ ଚାଉଳ ଦେଇ ଟଙ୍କା ଦେଇ ଧର୍ମ ପରିବର୍ତ୍ତନ କରାଯାଇଛି କି? ନାଇଁ ନା। ସେଥିପାଇଁ ଆପଣମାନେ ଏହି ଗୁଜବ ଆରୋପ ଗୁଡ଼ାକ ଲଗାନ୍ତୁ ନାହିଁ ଏବଂ ଓଡ଼ିଶା ମଧ୍ୟରେ, ଭାରତ ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରନ୍ତୁ ନାହିଁ। କାରଣ ଆମେ ସମସ୍ତେ ଭାଇଚାରା ହିସାବ କରି ରହିବା, ଆମେ ସମସ୍ତେ ଆଉ ସମସ୍ତଙ୍କ ସହିତ ଭଲ ପାଇବା, ଆଉ ସମସ୍ତଙ୍କ ସହିତ ଯେପରି ଆମେ ସମ୍ମାନ ଦେବା ଏବଂ ଆମେ ସମ୍ମାନ ପାଇବା, ଏହା ଆମ୍ଭମାନଙ୍କ ଜୀବନର ଲକ୍ଷ୍ୟ ଥାଉ। ସମସ୍ତଙ୍କ ସହିତ ମିଳିମିଶି ସୁଖ ଦୁଃଖ ସବୁ ସେୟାର କରିବା। ସେମାନେ ନିଜ ଧର୍ମକୁ ନିଜେ ଯୋଉ ହିସାବରେ ସେମାନେ ଗ୍ରହଣ କଲେ, ଆଉ ଆପଣମାନଙ୍କର ତାହାଙ୍କର ମନରେ ଆପଣମାନେ ଆଘାତ ଦେଇପାରିବେନି କି କିଏ କାହାର ଅଧିକାର ନାହିଁ ଅନ୍ୟମାନଙ୍କ ଆଉ ବଞ୍ଚିବାରେ, ଅନ୍ୟମାନଙ୍କର ଲାଇଫଷ୍ଟାଇଲ ନେଇକି ସେମାନେ ଆଙ୍ଗୁଠି ଦେଖେଇବେ, ଏହା କୌଣସି ପ୍ରକାର କାହାର ଅଧିକାର ନାହିଁ। ଏଇ ସବୁ କିଛି ସେ ଶିଖେଇ ନାହାନ୍ତି। ସମସ୍ତଙ୍କ ସହିତ ମିଳିମିଶି, ସମସ୍ତଙ୍କ ସହିତ ଭାଇଚାରା, ସମସ୍ତଙ୍କ ସହିତ ଭଲ ପାଇବା, ଏଇ ସବୁ ରଖିବା ପାଇଁ ବୋଲି ସେ କହିଛନ୍ତି। ଆଉ ଏଇଠି ପାର୍ସାଲିଟି କିଛି ନାହିଁ, ନାଇଁ ତମେ ହିନ୍ଦୁ, ତମେ ଖ୍ରୀଷ୍ଟିଆନ, ଆଉ ତମେ ମୁସଲିମ, ଏମିତି କିଛି ହିଁ ନାହିଁ। ଯେତେ ସବୁ ଅଛନ୍ତି ଆଉ ୱାର୍ଲଡ ମଧ୍ୟରେ ଯେତେ ସବୁ ଅଛନ୍ତି, ସେମାନେ ପ୍ରତ୍ୟେକ ଜଣ ତାହାଙ୍କ ପାଖକୁ ଯାଇପାରିବେ ଏବଂ ପ୍ରତ୍ୟେକ ଜଣ ତାହାଙ୍କୁ ଆଉ ନିଜ ସ୍ୱଇଚ୍ଛାରେ ଯଦି ଗ୍ରହଣ କରିବାକୁ ଚାହୁଁଛନ୍ତି ଗ୍ରହଣ କରିପାରିବେ। ସେଠି କାହାକୁ ବାରଣ ନାହିଁ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ନିହାତି ଭାବରେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ମୋ ଚ୍ୟାନେଲକୁ ନୂଆ ଭାବରେ ଯଦି ଆସିଛନ୍ତି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ରହିଲି ସମସ୍ତଙ୍କୁ ଥ୍ୟାଙ୍କ ୟୁ, ଗଡ୍ ବ୍ଲେସ୍ ୟୁ, ଅଲ୍ ଅଫ୍ ୟୁ।